ଏଣିକି ସାରା ରାଜ୍ୟରେ ବିକ୍ରି ନେଇ ଆସିଲା ନୂଆ ନିୟମ। ଏବେ ଆପଣମାନେ ଯଦି ନଈ ବାଲି କିଣନ୍ତୁ ବା ଆପଣଙ୍କର ରଫ୍ ବାଲି କିଣନ୍ତୁ, ଯଦି ଘର କାମରେ ଆପଣମାନେ ବାଲି ୟୁଜ୍ କରୁଛନ୍ତି, ତାହେଲେ ଆପଣମାନଙ୍କ ପାଇଁ ଗୋଟେ ବଡ଼ ଆଶ୍ୱସ୍ତି ଖବର ଆସି ପହଞ୍ଚିଛି ଯେ ବାଲିର ମନମାନି ଏବେ ଚାଲିବ ନାହିଁ। ଯେଉଁମାନଙ୍କର ବାଲି କିଣିବାର ଥିବ, ଯେପରିକି ଆପଣମାନେ ଜାଣିଥିବେ ବର୍ଷା ଦିନେ ବାଲିର ରେଟ୍ ଅଧିକା ଥିବା ବେଳେ ଖରାଦିନେ ତାର କମିଯାଇଥାଏ। ସେହିପରି ଏବେ କୌଣସି ଅସୁବିଧା ହେବ ନାହିଁ। ଏବେ ବାଲିର ଗୋଟେ MSP ଆସିବାକୁ ଯାଉଛି ବା ବାଲିରେ ଆସୁଛି ମିନିମମ୍ ସପୋର୍ଟ ପ୍ରାଇସ୍ ବା ବାଲିରେ ଆପଣଙ୍କର ଏକ ଟଙ୍କା ଧାର୍ଯ୍ୟ କରାଯିବ। ଆପଣମାନେ ଏହି ଟଙ୍କାରେ ହିଁ ବାଲି କିଣିପାରିବେ। ଏବେ ଅଧିକା ପଇସା କମ୍ ପଇସାରେ ଆପଣମାନେ ଏପରି କୌଣସି ଅସୁବିଧା ହେବ ନାହିଁ। ତେବେ କ'ଣ ରହିଛି ଏ ନେଇ ଖବର ଆଜି ଆମେ ଆପଣମାନଙ୍କୁ ମୁଁ ଜଣେଇବି। ଦେଖନ୍ତୁ, ବଡ଼ ଅପଡ଼େଟ୍ଟି ହେଲା ଆପଣମାନଙ୍କୁ ଜଣାଉଛି ଏଣିକି ଆଉ ବାଲି ବିକ୍ରିରେ ଚାଲିବନି ମନମାନି। ସାରା ରାଜ୍ୟରେ ବିଭିନ୍ନ ଦରରେ ବାଲି ଦର ରହିବ ବୋଲି କୁହାଯାଇଛି। ବେଆଇନ ଭାବେ ବାଲି ଉତ୍ତୋଳନ କରି କେହି ବିକ୍ରି କରିପାରିବେ ନାହିଁ। ବାଲି ପାଇଁ ସରକାର ସର୍ବନିମ୍ନ MSP ନିର୍ଦ୍ଧାରଣ କରିବେ ଏବଂ ଲିଜ୍ଧାରୀ ଆଉ ମନ ଇଚ୍ଛା ବାଲି ଦର ବଢ଼ାଇ ପାରିବେ ନାହିଁ। ସରକାର ନିର୍ଦ୍ଧାରଣ କରିଥିବା MSP ଦରରେ ହିଁ ବାଲି ବିକ୍ରି ହେବ। ଏବଂ ରାଜ୍ୟ ସରକାର ଶୁକ୍ରବାର ଦିନ କ୍ୟାବିନେଟ୍ରେ ଏହି ନିଷ୍ପତ୍ତି ନେଇଛନ୍ତି। ଏହାକୁ ନେଇ ଆରମ୍ଭ ହୋଇଛି କାଦୁଆ ଫିଙ୍ଗା ରାଜନୀତି ବା ଆପଣମାନେ ଜାଣିଥିବେ ରାଜନୀତିରେ ଏମିତି ସବୁ, କିନ୍ତୁ ଆମେ ତା ଭିତରକୁ ଯିବାନି। ଆମେ ଦେଖିବା ବାଲିର MSP କେତେ ରହୁଛି ବା ଆପଣମାନେ କେତେ ଟଙ୍କାରେ ପାଇପାରିବେ। ଯେମିତିକି ମୁଁ ପୂର୍ବରୁ ଭିଡ଼ିଓ ବନେଇଥିଲି, ଆପଣମାନେ ଜାଣିଥିବେ ଯଦି ଆପଣମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଉଛନ୍ତି ତାହେଲେ ଆପଣମାନଙ୍କୁ ଫ୍ରିରେ ବାଲି ମିଳିବ। ସେହିପରି ଆପଣମାନଙ୍କୁ ଯଦି ଦେଖିବା ଏହି ନିୟମ ମଧ୍ୟ ତା ସହ ଆଡ଼୍ ହେଉଛି। ଯଦି ଆପଣମାନେ ବାଲି କିଣୁଛନ୍ତି ଘର ପାଇଁ, ତେବେ ଆପଣଙ୍କୁ ମିନିମମ୍ ସପୋର୍ଟ ପ୍ରାଇସ୍ରେ ହିଁ ଆପଣମାନେ କିଣିପାରିବେ ଏବଂ ଏଥିରେ ଆପଣମାନଙ୍କର ବହୁତ ଫାଇଦା ରହିବ। ତେବେ ଆସନ୍ତୁ ଜାଣିବା କେତେ ଟଙ୍କା ମିନିମମ୍ ପ୍ରାଇସ୍ ଆପଣଙ୍କର ବାଲି ରହିବ। ଦେଖନ୍ତୁ, ଯଦି ଗଭର୍ଣ୍ଣମେଣ୍ଟ ଯେଉଁ MSP କଥା କହିଛି, ଯଦି MSPରେ କ୍ୟାବିନେଟ୍ ନିଷ୍ପତ୍ତି ହୋଇସାରିଛି, ଯଦି ଏହା ଲାଗୁ କରାଯାଏ ତାହେଲେ ଆପଣମାନେ ଜାଣିଥିବେ ଗୋଟିଏ ଟ୍ରାକ୍ଟରରେ ଆପଣଙ୍କର 2 CM ବାଲି ଆସୁଛି। ଆପଣଙ୍କର 5ଟି ଟ୍ରାକ୍ଟର ହେଲେ ଗୋଟେ ଆପଣଙ୍କର ହେଉଛି ଟ୍ରକ୍ ବାଲି, ବା ଯଦି ଆପଣମାନେ ଦେଖୁଥିବେ ଗୋଟେ ଟ୍ରକ୍ ବାଲିକି ଆପଣମାନେ ମିନିମମ୍ ଯଦି ହାଇୱେ କଥା କହିବା 10K ବା ଆପଣଙ୍କ 10,000 ଭଳିଆ ପଡ଼ୁଛି, ତାହେଲେ ଗୋଟେ ଟ୍ରାକ୍ଟର ଆପଣଙ୍କର 5,000 ଭଳିଆ ସମଥିଙ୍ଗ ପଡ଼ୁଛି ନଈ ବାଲି। ଯଦି ଆମର କିନ୍ତୁ ଯଦି ଆମର ବାଲିର MSP ଲାଗିବ ତାହେଲେ ଆପଣମାନଙ୍କୁ ଦେଖନ୍ତୁ କେତେ ଟଙ୍କା ରିହାତି ମିଳିବ। ଗୋଟିଏ ଟ୍ରାକ୍ଟରରେ ବାଲି 2 CM ଓ ଏହାର ମୂଲ୍ୟ 250 ଟଙ୍କାରୁ 300 ଟଙ୍କା ମଧ୍ୟରେ ରହିବ। ମାନେ ଆପଣ ଜାଣି ରଖନ୍ତୁ, ଗୋଟିଏ ଟ୍ରାକ୍ଟରର ବାଲି ବା 2 CM ବାଲିକୁ ମାତ୍ର 300 ଟଙ୍କା ଆପଣମାନେ ଦେଇ ଆପଣମାନେ ବାଲି କିଣିପାରିବେ। ତାହେଲେ ଆପଣଙ୍କ 10 CM ବାଲିକୁ ମାତ୍ର କେତେ 3,000 ଟଙ୍କା ଦେଇ ଆପଣ କିଣିପାରିବେ, ଯେଉଁଟା ଆଗରୁ ଆପଣ 7,000ରୁ 8,000 ଟଙ୍କା କିଣୁଥିଲେ ଯଦି MSP ଲାଗୁ ହୁଏ। ତ ଇଏ ଥିଲା ଆପଣମାନଙ୍କ ପାଇଁ ବଡ଼ ଅପଡ଼େଟ୍, ଯେଉଁଟା ଆପଣମାନଙ୍କୁ ମୁଁ ଜଣେଇଲି। ବାଲି ଆପଣଙ୍କର ଶସ୍ତାରେ ମିଳିବାକୁ ଯାଉଛି ଏବଂ ଅପେକ୍ଷା କରନ୍ତୁ ସରକାର କେବେ ଏଇଟା ଲାଗୁ କରୁଛନ୍ତି। ଭିଡ଼ିଓ ଭଲ ଲାଗିଲେ ଲାଇକ୍ କରିବେ, ଚ୍ୟାନେଲ୍ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ, ସାଙ୍ଗସାଥିମାନଙ୍କ ସହ ସେୟାର କରନ୍ତୁ। ସମସ୍ତଙ୍କ ପାଖରେ ଖବର ପହଞ୍ଚୁ, ନିହାତି ଭାବରେ ସମସ୍ତ ଉପକୃତ ହେବେ। ଧନ୍ୟବାଦ।